ସକାଳେ ସକାଳେ ଆମ ଘରକୁ ଆସିଛି ସୁନ୍ଦରୀ। ଆଉ ଏମାନେ ଏବେ ବି ଶୋଇଛନ୍ତି, ଉଠି ନାହାନ୍ତି, ବହୁତ ଥଣ୍ଡା ଲାଗୁଛି ସେଇଥିପାଇଁ। ଆଉ ଏପଟେ ଆମର ମହାରାଣୀ ଚା ପିଉଛନ୍ତି, ଆଉ ସେପଟେ ଆମର ବାବୁ ବୟ, ଆଉ ଏପଟେ ଆମର ଆସିଛି ମୁଙ୍ଗୁଲିଆନ ଆସିଛି ସକାଳୁ ସକାଳୁ ଆଜି ଆମ ଘରକୁ। ଗୁଡ୍ ମର୍ଣ୍ଣିଂ ଶାଗୁନ ସଦା। ଏପଟେ ଆମର ମା ଗୁଡ୍ ମର୍ଣ୍ଣିଂ। ଏପଟେ ସୁନ୍ଦରୀକୁ ଟିକେ ପଚାରିବା କେମିତି ଥଣ୍ଡା ଲାଗୁଛି ନା ନାଇଁ ସକାଳୁ। ତୁ ସାର୍ଟ ପିନ୍ଧିନୁ ଯେ କାବା ମତେ ନା ଓହୋ ଓହୋ ଆଚ୍ଛା। ତୋର ସୁଇଟରରେ କୁକୁର ଶୋଇ ପଡ଼ିଗଲା। ହଏ ଶୋଇ ପଡ଼ିଗଲା। ଏପଟେ ମୋର ନାନୀ ଗୁଡ୍ ମର୍ଣ୍ଣିଂ ନାନୀ। ଚା ସକାଳୁ ସକାଳୁ ଚା ଦେଉଛନ୍ତି, ମୁଁ ଚା ପିଇ ସାରିଛି। ଏଟା କ'ଣ କରିବୁ ନେଇକି କି କରିବୁ ଖାଇବୁ? ତତେ ଥଣ୍ଡା ଲାଗୁନି, ହେଲେ ତୋର ଭାଉଜକୁ ଥଣ୍ଡା ଲାଗୁଛି ନା। ହଉ ଚାଲ ଚାଲ। ଏପଟେ ଆମର ମେଣ୍ଢା ଅଛନ୍ତି, କମିଗଲେଣି, ବହୁତ ଗୁଡ଼ା ଥିଲା ଆଗରୁ 30-40ଟା ଖଣ୍ଡେ। ଆଉ ଗୋଟେ ହିଁ ଘରେ ଅଛି, ଆଉ ସବୁ ଗୁଡ଼ା ବିକି ଦିଆଯାଇଛି। ଯାଉ ସେପଟେ ଯାଉ ଭିତରକୁ। ତ ସାଙ୍ଗମାନେ ସକାଳୁ ସକାଳୁ ଏଠି ରୋଷେଇ ଚାଲିଛି। ନା ଚା ରନ୍ଧା ହଉଛି ନା। ଏପଟେ ମୋ ନାନା ବସିଛନ୍ତି, ଆଉ ଏପଟେ ଆମର ବିଟି, ଏପଟେ ଆମର କାକି, ଏପଟେ ଆମର ଅଙ୍କିତ। ଆଉ ତାର ଦେଖ ପାଟିଟା ଦେଖ କେମିତି କରିଛି ସକାଳୁ ସକାଳୁ। ଆଉ ସେପଟେ ମୋର ଝି ଦେ ଗୋଟେ ଗୀତ ଗାଇଲେ ସକାଳୁ ସକାଳୁ। ଓହୋ ୱେଲକମ୍ ବ୍ୟାକ୍ ଟୁ ନ୍ୟୁ ବ୍ଲଗ୍ ଭିଡ଼ିଓ। ତ କେମିତି ଅଛ? ଆଶା କରୁଛି ଭଲରେ ଥିବେ ଆଉ ସୁସ୍ଥରେ ଥିବେ, ଆଉ ସମସ୍ତଙ୍କର ଜିନ୍ଦଗିରେ ଖୁସ୍ ଭଲ ଆଉ ଭଲ ଚାଲିଥିବ ଆଶା କରୁଛି। ଯେହେତୁ ଆଜି ହେଉଛି ଭଲ ଦିନ, ଆଉ ସକାଳୁ ସକାଳୁ ମୁଁ ଷ୍ଟାର୍ଟ କଲି ମୋର କାମ ବ୍ଲଗିଂ। ଆଉ ଏଇଟା ହେଉଛି ଆମ ବିଲ। ଏପଟେ ସକାଳୁ ସକାଳୁ ଦେଖିପାରୁଥିବେ କେତେ କୁହୁଡ଼ି ଦେଖାହେଉଛି। ପଛପଟେ ବହୁତ କୁହୁଡ଼ି, ଆଉ ବହୁତ ସେପଟେ ଜଙ୍ଗଲ ଅଛି, ଜଙ୍ଗଲଟା ବି ଦେଖାଯାଉନି, ଘର ଗୁଡ଼ା ବି ଦେଖାଯାଉନି, କିଛି ଦେଖାଯାଉନି। ଦେଖିପାରୁଥିବ ପଛପଟେ ପୁରା କୁହୁଡ଼ି। ଜାଣିଥିବେ ସାଙ୍ଗମାନେ, ଯେତେବେଳେ ଥଣ୍ଡା ଦିନ ପ୍ରବଳ କୁହୁଡ଼ି ହେଇଥାଏ, ଆଉ ରାସ୍ତା, ଗଛ, ଘର କିଛି ଦେଖାଯିବନି। ଏପଟେ ଦେଖିପାରୁଥିବେ ଧାନ ଗଛ ଗୁଡ଼ା ଅଛି। ଏଇ ଧାନ ଗଛ ଗୁଡ଼ା ହେଉଛି ଯଦି ବେଶୀ ବର୍ଷା ପଡ଼ିବ, ପାଣି ପଡ଼ିବ, ତାହେଲେ ଗଛ ଗୁଡ଼ା ଟଳିଯିବ, ମାନେ ଲୋଉଟିଯିବ। ସେତେବେଳକୁ ଧାନ ଯେତେବେଳେ କଟାଯିବ, ସେତେବେଳକୁ ମାନେ ଠିକ୍ସେ କାଟିବନି, ଆଉ ଧାନ ଗୁଡ଼ା ନଷ୍ଟ ହେଇଯିବ, ପାଣିରେ ମିଶିଯିବ, ପଚିଯିବ। ଆଉ ଆଜିକାଲି ତ ମେସିନ୍ ବାହାରିଲାଣି, ବହୁତ ଜଲ୍ଦି କାମ ସରିଯାଉଛି। ବଟ୍ ମେସିନ୍ରେ ଭଲ, ବଟ୍ ଟିକେ ଧାନ ଗୁଡ଼ା ଟିକେ ନଷ୍ଟ ହେଇଯାଉଛି, ଅଧିକାଂଶ ଧାନ ଗୁଡ଼ା ନଷ୍ଟ ହେଇଯାଉଛି। ସେଇଟା ହିଁ ଟିକେ ଦୁଃଖ ଲାଗୁଛି, ଆଉ ଯେହେତୁ ଏତେ ଗୁଡ଼ା ଧାନ ନଷ୍ଟ ହେଇଯାଉଛି। ସେଇଟା ହିଁ ଆଉ କ'ଣ କହିବି। ସକାଳୁ ସକାଳୁ ମୁଁ ବାହାରି ପଡ଼ିଛି ଏପଟେ ବିଲ ପଟେ। ଦେଖିପାରୁଥିବେ ସବୁଆଡ଼େ, ମୋ ପଛପଟେ ଦେଖିପାରୁଥିବେ ସାଙ୍ଗମାନେ, କୁହୁଡ଼ି ହିଁ କୁହୁଡ଼ି। ଏଇ କୁହୁଡ଼ିଟା କେତେବେଳେ ଛାଡ଼ିବ? ମୋତେ ଲାଗୁଛି ଏଇ କୁହୁଡ଼ିଟା 8ଟା ପାଖାପାଖି, 8ଟା ନହେଲେ 9ଟା ପାଖାପାଖି ଛାଡ଼ିବ। 9ଟା ବାଜିବ, ହେଲେ ବି ମାନେ ସକାଳ ହେଲା ଭଳିଆ ବି ଲାଗିବନି।
ତ ସାଙ୍ଗମାନେ ମୋତେ ଗାଁର ଲାଇଫ୍ ମୋତେ ବହୁତ ବଢ଼ିଆ ଲାଗେ, ଭଲ ଲାଗେ। ଆଉ ଛୋଟବେଳେ ମୋର ମନେ ପଡ଼ିଯାଏ ସକାଳୁ ସକାଳୁ ଥଣ୍ଡା ଦିନ କଥା। ଟ୍ୟୁସନ୍ ଥାଏ ଆମର, ସକାଳୁ ସକାଳୁ ଉଠିବ, ଦାନ୍ତ ଫାନ୍ତ ଘଷିବ, ଦେନ୍ କିଛି ଖାଇକି ଟ୍ୟୁସନ୍ ଯିବ। କେତେ କଷ୍ଟ ସେଇଟା, ଯିଏ ଟ୍ୟୁସନ୍ ଯାଏ। ଆଜିକାଲିର ଛୁଆମାନଙ୍କୁ ପଚାରିବ, ଯେଉଁମାନେ ସକାଳୁ ସକାଳୁ ଟ୍ୟୁସନ୍ ଯାଉଛନ୍ତି, ସେମାନଙ୍କୁ ଜଣାଅଛି ଥଣ୍ଡା ଦିନରେ କେତେ କଷ୍ଟ ଲାଗେ। ଉଠକୁ ଇଚ୍ଛା ହେଉନଥାଏ, ହେଲେ ବି କୁହନ୍ତି ଚାଲ ଉଠ ଉଠ, ବାପା ମାଆ କୁହନ୍ତି ଉଠ। ଆଉ ସେଇଟା ଭଲ କଥା, ଯେଉଁ ଟାଇମ୍ରେ ଯେଉଁଟା କରିବା କଥା, ନ କଲେ ପରେ ସେଗୁଡ଼ା ହୁଏନି। ପାଠଟା ଯେମିତି, ପାଠଟା ଯେଉଁ ଟାଇମ୍ରେ କରିବା କଥା ଯଦି କରିବନି ପରେ ଆଉ ହେବନି ସେଗୁଡ଼ା, ମତଲବ ବୟସ କ୍ରସ୍ ହେଇଯିବ। ଆଉ ଆଜିକାଲି ତ ବୟସ ନହେଲେ କିଛି ନାହିଁ। ଯଦି ଗୋଟେ ଛୁଆ ଠିକ୍ ବୟସରେ ଯଦି ପାଠ ପଢ଼ିବନି ତାହେଲେ ଆଡ଼ମିସନ୍ ନେବେନି। ଆଉ ଆଗରେ ତ ଯେତେ ହେଲେ ବି, ଯେତେ ଯିଏ ମ୍ୟାଟ୍ରିକ୍ 5 ଥର 6 ଥର ସେମିତି କିଏ 10 ଥରରେ ପାସ୍ କରୁଥିଲେ, ଆଜିକାଲି ନୁହଁ। ଆଜିକାଲି ଚାହୁଁଛନ୍ତି ଯେ ଥରରେ ପାସ୍ ଆଉଟ୍ କରିବା ମ୍ୟାଟ୍ରିକ୍, ଠିକ୍। ଏପଟେ ହେଉଛି ଆମର ଜଙ୍ଗଲ ଅଛି, ଯେଉଁ ଜଙ୍ଗଲଟା ଆମର ଦୁଆରସେଣି ଘାଟି, ଦୁଆରସେଣି ମାଆଙ୍କ ମନ୍ଦିର ସେଇ କଡ଼ ଦେଇକି ଯାଇଛି। ଆଉ ଏପଟେ ଆମର ସୂର୍ଯ୍ୟ ଦେବତା ବାହାରିଲେଣି ସକାଳୁ ସକାଳୁ, ପ୍ରଣାମ। ଆଉ ବିଲଗୁଡ଼ାରେ ଦେଖିପାରୁଥିବ ଖାଲି କୁଟା, ଓନ୍ଲି କୁଟା ହିଁ କୁଟା ହିଁ କୁଟା। କାରଣ ଏଇଥିପାଇଁ ଗାଡ଼ିରେ ଆଜିକାଲି ମେସିନ୍ ବାହାରିଛି, ମେସିନ୍ରେ ଧାନ କଟା ବି ହେଉଛି। ଆଉ ସେ ଧାନ ଗୁଡ଼ାକୁ ଯେମିତିକି ହଲରେ ନେଇକି ଇଏ କରୁଥିଲେ, ସେମିତି ଏଠି ଡାଇରେକ୍ଟ ଧାନ ବାହାରୁଛି। ଖାଲି କୁଟା ଗୁଡ଼ା ସାଇଡ଼୍ ହେଇଯାଉଛି, ଆଉ ଧାନ ଗୁଡ଼ା ବାହାରି ଯାଉଛି। ଖାଲି ଏଇ ଧାନ ବିଲଟା ବାକି ଅଛି କାଟିବା ପାଇଁ, ନହେଲେ ଆଉ ସବୁ ଏ ପାଖାପାଖିର ସବୁ ଧାନ କାଟି ସାରି ଦେଇଛନ୍ତି। ଏଇପଟେ ଅଛି ଆମର ପୁରୁଣା ସାହି, ଆଉ ଏପଟେ ହେଉଛି ନୂଆ ସାହି, ଆଉ ଏପଟେ ହେଉଛି ଆମର ଜଙ୍ଗଲକୁ ଆମେ କହୁ ବୁରୁ। ଆମ ଭାଷାରେ ଜଙ୍ଗଲକୁ କହୁ ବୁରୁ। ସାଙ୍ଗମାନେ ବୁରୁ କହୁ, ବୁରୁ। ଅଛି ଆମର କୁଟା, ଏପଟେ ଆମର କୁଟା ଅଛି। ଏଗୁଡ଼ା ତ ଘରକୁ ନେଇ ହେବନି। ଯେତେବେଳେ ମକର ଦିନ, ଯେଉଁଦିନ ମକର କୁମ୍ବା ପୁଡ଼ା ହୁଏ, ସେଇଦିନ ଛୁଆମାନେ ଆସନ୍ତି ରାତିରେ, ବାଣ ଫାଣ ବାରୁଦ ଫାରୁଦ ନେଇକି ଆସନ୍ତି। ରାତିରେ ଏଗୁଡ଼ା ଜଳାନ୍ତି। ବହୁତ ଜୋରେ ଜଳିବ ସାଙ୍ଗମାନେ, ଯେମିତିକି ଗୋଟେ ଘର ପୋଡ଼ିଗଲା ଭଳିଆ ଦେଖାଯିବ ଏଇ କୁଟା ଗୁଡ଼ା। ଆଉ ସେ ଆଗ ଭଳିଆ ସେ ଇଏଗୁଡ଼ା ଆଉ ବନଉନାହାନ୍ତି, ମକର କୁମ୍ଭା ଗୁଡ଼ା ବନଉନାହାନ୍ତି। ଏଇଥିପାଇଁ କି କିଏ ଏତେ ଦୂରକୁ ଯିବ, ଜଙ୍ଗଲ ଯିବ, ଏଇ କାଠ ଗୁଡ଼ା ଆଣିବ, ତାଳପତ୍ର ଆଣିବ। ସେଇଥିପାଇଁ ଏଥର କୁଟା ଗୁଡ଼ାରେ ନିଆଯାଉଛନ୍ତି, ସେତିକି ବହୁତ। ସାଙ୍ଗମାନେ, ତ ଆପଣଙ୍କ ସେପଟେ କେମିତି ଥଣ୍ଡା ପଡ଼ୁଛି, କେମିତି କ'ଣ ଲାଗୁଛି ୱିଣ୍ଟର୍ ସିଜିନ୍ରେ? ଆମ ଏପଟେ ଟିକେ ଥଣ୍ଡା ଲାଗୁଛି ପ୍ରବଳ। ଆଉ ଜାଣିପାରୁଥିବେ ଗାଁ ପଟେ କେମିତି ଥଣ୍ଡା ଲାଗେ। ଆଉ ଯେହେତୁ ଆମର ଘର ପଛପଟେ ଜଙ୍ଗଲ ଅଛି, ଆଉ ଯେଉଁ ଏରିଆରେ ଜଙ୍ଗଲ ଥିବ ମାନେ ପ୍ରବଳ ଥଣ୍ଡା, ଜାଣିପାରୁଥିବେ ସାଙ୍ଗମାନେ। ଆଉ ଯେଉଁ ଘର ଗୁଡ଼ା ଟାଉନ୍ ପାଖାପାଖି ଅଛି, ଟାଉନ୍ ସିଟି ପାଖାପାଖି ଥିବ, ସେପଟେ ଗାଡ଼ି ମଟର ସବୁବେଳେ, ଆଉ କାରଖାନା ସବୁ ଥାଏ। ସେଇଥିପାଇଁ ସେପଟେ ଏତେ ଥଣ୍ଡା ଲାଗେନି, ଆଉ ଲାଇଟ୍ ଫାଇଟ୍ ଜଳିଥାଏ। ଠିକ୍ ଅଛି। ଆଉ ଆମର ଗାଁ କଡ଼ରେ ଜଙ୍ଗଲ ଅଛି, ସେଇଥିପାଇଁ ଗଛ ଗୁଡ଼ା ପ୍ରବଳ ଅଛି, ସେଇଥିପାଇଁ ବହୁତ ଥଣ୍ଡା ଲାଗେ। ଠିକ୍ ଅଛି। ଆଉ ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ଭଲ ଲାଗେ। ଏଇଥିପାଇଁ କି ଆମେ ମନୁଷ୍ୟ ହେଉଛୁ ଆମେ ହେଉଛୁ ପ୍ରାକୃତିକ ମଣିଷ। ଆମେ ସବୁ, ଆମ ଦେହ ହାତ ସବୁ ଗଢ଼ା ହେଇଛି, ଆଉ ଆମ ଦେହ ହାତ ସବୁ
ସବୁ ମାଟିରେ ହିଁ ମିଶିବ କେବେ ନା କେବେ। ଠିକ୍ ଅଛି ଠିକ୍ ଅଛି। ଆଉ କ'ଣ କହିବି, ମୁଁ ଟ୍ରାଏ କରୁଛି ଓଡ଼ିଆ କହିବା ପାଇଁ ଭଲସେ, ଯେହେତୁ ମୁଁ ଆଦିବାସୀ, ବଟ୍ ଟ୍ରାଏ କରିବି ମୁଁ ଭଲ ଭାବରେ ଓଡ଼ିଆ କହିବା ପାଇଁ। ଆଉ ଆମେ ଦେଖନ୍ତୁ, ଆକ୍ଚୁଆଲି ଆମେ ଆଦିବାସୀ ଲୋକ ହେଉଛୁ ବହୁତ ସରଳ ନିରଳ, ଆମେ କାହା ସହିତ ଲାଗୁନୁ ଆଉ କାହା ସହିତ ବି ଲାଗିବାନି। ଆମର ଏତିକି ଅଛି, ବଟ୍ ଆମକୁ ଯିଏ କିଛି କହିଦେବ ଆମ ହାର୍ଟକୁ ବାଜିଯାଏ, ସେଥିପାଇଁ ଟିକେ ବହୁତ କଷ୍ଟ ଲାଗେ। ଆମ ଯୁଆଡ଼େ ବି ଦେଖିବେ ଆମ ଆଦିବାସୀ ଲୋକମାନଙ୍କୁ ସରଳ ଥାଆନ୍ତି, ବହୁତ ଖୋଲାଖୋଲି ଲୋକ ଥାଆନ୍ତି, କିଛି କହିପାରିବେନି ଯେ ତାଙ୍କୁ କିଛି ସିନା ଏମିତିକି ଯାହା ସପୋଜ୍ ତାକୁ ଗାଳି କରିଦେବ, ହଠାତ୍ ସିଏ ତାଙ୍କୁ ରିପ୍ଲାଏ ଦେଇପାରିବନି। ଏଇଟା ହେଉଛି ଆମର ଆଦିବାସୀର ଟିକେ କମଜୋରି। ଆଉ ଆମେମାନେ ଟିକେ ଆଗରୁ ହିଁ ଆମ ରକ୍ତରେ ନାହିଁ କି ସେଗୁଡ଼ା ଆମେ କାହା ସହିତ କରି ଲାଗିବା, କାହାକୁ କାହାର ଖାଇଦେବା, ସେଇ ଟାଇପ୍ର। ତ ଆଉ ଗୋଟେ ଜିନିଷ ମୁଁ ଦେଖାଉଛି ସାଙ୍ଗମାନେ, ସରି ଗାଇଜ୍, କିଛି କିଛି ଯଦି ଭୁଲ ହେଉଥାଏ ଓଡ଼ିଆ ଭାଷା ମୋତେ ଟିକେ କ୍ଷମା କରିଦେବେ। ଏଇ ଯେଉଁ ପଛପଟେ ଗୋଟେ ଗଛ ଅଛି, ଗଛଟା ଲଟି ଯାଇଛି। ଏଇଟା ଆକ୍ଚୁଆଲି ମହୁଲ ଗଛ। ଯେତେବେଳେ ମୁଁ ସାନ ଥିଲି ସେଇ ଗଛଟା ବହୁତ ଭଲ ଥାଏ, ମହୁଲ ବହୁତ ହୁଏ, ପ୍ରଚୁର ହୁଏ, ମାନେ ଗଦା ହେଇଯାଏ ମହୁଲ ବଢ଼ିକି ଯେତେବେଳେ ମହୁଲ ଟାଇମ୍ରେ ହୁଏ। ଏବେ ତ ହେବନି, ଖରା ପହଞ୍ଚିବା ସିଜିନ୍ରେ ହୁଏ, ବହୁତ ମହୁଲ ହୁଏ। ସେତେବେଳେ ମୁଁ ଆସିଥାଏ ଦିନେ ଦିନେ କୁଢ଼ିବାକୁ ମହୁଲ। ଠିକ୍ ଅଛି। ଆଉ କ'ଣ କହିବି, ସକାଳର ଭ୍ଲଗ୍ ଏତିକି ହିଁ ଥିଲା, ବେଶୀ କିଛି ଆଉ କହିବି ନାହିଁ। ଏଇଥିପାଇଁ ଟିକେ ଟିକେ ଏମିତି ହିଁ ବନେଇବା, ଟିକେ ଟିକେ ଦେଇକି ଆଗକୁ ଯିବା। ଆଉ ଦେଖିବା କ'ଣ ହେଉଛି କ'ଣ ନାହିଁ, ରେସ୍ପନ୍ସ କେମିତି ଆସୁଛି ଓଡ଼ିଆ ଭ୍ଲଗ୍ରେ। ଠିକ୍ ଅଛି, ମୋର ଭ୍ଲଗ୍ କେମିତି ଲାଗିଲା ଆଉ କମେଣ୍ଟ କରିକି ନିହାତି ଜଣାଇବେ ମୋତେ। ଆଉ ମୁଁ କିଛି ଭୁଲ କରିଥାଏ ଯଦି ଭ୍ଲଗ୍ରେ ଓଡ଼ିଆ ଭାଷା ପାଇଁ ମୁଁ କ୍ଷମା ଚାହେଁ, ଯେହେତୁ ଆମ ଜିଲ୍ଲାର ନାଁ ହେଉଛି ମୟୂରଭଞ୍ଜ ଆଉ ରାଜ୍ୟ ହେଉଛି ଓଡ଼ିଶା। ଆଉ ମୁଁ ଜନ୍ମ ହେଲା ମାତ୍ରେ ହିଁ ମୁଁ ମୋ ମାତୃଭାଷା କହୁଛି, ଆଉ ଓଡ଼ିଆ ଭାଷା ପରେ। ଫାର୍ଷ୍ଟ ମୋ ମାତୃଭାଷା, ଦେନ୍ ଓଡ଼ିଆ ଭାଷା, ଦେନ୍ ଆହୁରି ଅଛି ବହୁତ ଭାଷା, ହିନ୍ଦୀ ଅଛି, ଇଂଲିଶ ଅଛି, କି ସାଉଥ୍ ଅଛି, ତେଲୁଗୁ ଅଛି, ତାମିଲ ଅଛି, ବହୁତ କିଛି ଭାଷା ଅଛି। ଠିକ୍ ଅଛି, ଦେଖା ହେବ ନେକ୍ସଟ ବ୍ଲଗ୍ ଭିଡ଼ିଓରେ। ରହୁଛି, ବାଏ ବାଏ।